ଆପଣ କେମିତି ମୋବାଇଲ ଫୋନରେ ନିଜର ଗୋଟେ ଓଡ଼ିଆ ସଙ୍ଗ ତିଆରି କରିବେ ତାର ପ୍ରୋସେସ୍ ମୁଁ ୟା ଆଗ ଭିଡ଼ିଓରେ କହିଛି। ତ ସେଇ ଭିଡ଼ିଓରେ ମୋତେ ବହୁତ ଜଣ କମେଣ୍ଟ କରିଛନ୍ତି ଯେ ଆମର ଯେଉଁ ନିଜ ଲେଖା ଆମେ ଯେଉଁ ଖାତାରେ ଲେଖିକି ରଖିଛୁ ସେଥିରେ ଆମେ କେମିତି ଗୀତ ତିଆରି କରିବା, କାହିଁକିନା ଗୀତ ତିଆରି କରିବା ପାଇଁ ଆମକୁ ଗୋଟେ ଲିରିକ୍ସ ଦରକାର। ତ ଲିରିକ୍ସ ପାଇଁ କ'ଣ ହେଇଛି, ଆମେ ବହୁତ ଜାଗାରେ ଖାତାରେ ଲେଖି ରଖିଥାଉ, କିନ୍ତୁ ମୋବାଇଲ ଫୋନରେ ଗୀତ ତିଆରି କରିବାକୁ ହେଲେ ଆପଣଙ୍କୁ ସେଇ ଲିରିକ୍ସକୁ ଆପଣଙ୍କ ମୋବାଇଲ ଫୋନରେ ତାକୁ ସେଭ୍ କରିବାକୁ ପଡ଼ିବ। ତାହେଲେ ଯାଇ ଆପଣ ଏଆଇ ଦ୍ୱାରା ଆପଣଙ୍କର ଗୋଟେ ଗୀତ ତିଆରି କରିପାରିବେ। ତ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆମେ ସେଇ ହାତରେ ଯେଉଁ ଲେଖିଛୁ ଖାତାରେ ଲିରିକ୍ସକୁ, ସେଇ ଲିରିକ୍ସକୁ ଆମ ମୋବାଇଲ ଫୋନରେ ସେଭ୍ କେମିତି କରିବା। ତ ତାର ପ୍ରୋସେସ୍ ମୁଁ ଆଜି କହୁଛି, ବହୁତ ଇଜି ପ୍ରୋସେସ୍। ଚାଲନ୍ତୁ ଶୀଘ୍ର ଶୀଘ୍ର ଭିଡ଼ିଓକୁ ଆରମ୍ଭ କରିବା। ତ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ରିକ୍ୱେଷ୍ଟ, ଆପଣ ଏଇ ଟେକ୍ ରିଆନ୍ସ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଦେଖି ସାରିଲା ପରେ ଲାଇକ୍ କରିଦିଅନ୍ତୁ ଏବଂ ସେୟାର ମଧ୍ୟ କରିଦିଅନ୍ତୁ। ପ୍ରଥମେ ଆମେ କ'ଣ କରିବା, ଆପଣ ଯେଉଁଠି ବି ଖାତାରେ ଲେଖିଛନ୍ତି ସେଇ ଲିରିକ୍ସକୁ, ଆପଣ ଯେଉଁ ଖାତାରେ ଆପଣଙ୍କ ଲିରିକ୍ସକୁ ଲେଖିଛନ୍ତି ସେଇ ଲିରିକ୍ସକୁ ଆପଣଙ୍କୁ ମୋବାଇଲ ଫୋନରେ ସେଭ୍ କରିବାକୁ ପଡ଼ିବ। ତ କେମିତି ସେଭ୍ କରିବେ ଚାଲନ୍ତୁ ମୁଁ ଦେଖାଇ ଦେଉଛି। ଏଇଟା ଦେଖନ୍ତୁ, ମୁଁ ଗୋଟେ ଫଟୋ ଉଠେଇକି ରଖିଛି। ଏଇଟା ଦେଖନ୍ତୁ, ଗୋଟେ ଲିରିକ୍ସଟି ମୁଁ ଖାତାରେ ଲେଖିକି ରଖିଥିଲି, ତାକୁ ବର୍ତ୍ତମାନ ମୁଁ ମୋବାଇଲ ଫୋନରେ ଫଟୋ ଉଠେଇକି ରଖିଛି। ଆପଣ ବି ନିହାତି ଏହିପରି ଭାବରେ ଲିରିକ୍ସକୁ ଖାତାରେ ଲେଖିଥିବେ। ଆପଣ ଅକ୍ଷରକୁ ଯିବେ ନାହିଁ, ମୋର ଅକ୍ଷର ଟିକେ ବହୁତ ଖରାପ। ତ ଏଇ ଲେଖାରେ ଆମେ ତିଆରି କରିପାରିବା ନାହିଁ, ଆମକୁ ମୋବାଇଲରେ ଟେକ୍ସଟ ଭାବରେ ସେଭ୍ କରିବାକୁ ପଡ଼ିବ। ତ କରିବା କେମିତି, ତ କହିଦେଉଛି ମୁଁ ଆପଣଙ୍କୁ। ତ ମୋବାଇଲରେ ଲିରିକ୍ସକୁ ସେଭ୍ କରିବାକୁ ହେଲେ ଆପଣଙ୍କୁ ଗୋଟେ ଆପ୍ଲିକେସନ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିବାକୁ ପଡ଼ିବ। ସେଥିରେ ଆପଣ ଆପଣଙ୍କର ହାତ ଲେଖା ଲିରିକ୍ସକୁ ସେଭ୍ କରିପାରିବେ। କ'ଣ କରିବେ, ପ୍ରଥମେ ଆପଣ ପ୍ଲେ ଷ୍ଟୋରକୁ ଅନ୍ କରିବେ। ପ୍ଲେ ଷ୍ଟୋରକୁ ଅନ୍ କଲା ପରେ ଏଠି ସାର୍ଚ୍ଚ ବାର୍ରେ ଏଠି ଲେଖିଦେବେ ଇଙ୍କ ପ୍ୟାଡ୍ ନଟ୍ ପ୍ୟାଡ୍। ଇଙ୍କ ପ୍ୟାଡ୍ ନଟ୍ ପ୍ୟାଡ୍ ଏଇଟା ଦେଖନ୍ତୁ, ଲେଖିଦେଲା ପରେ ଆସିଗଲା ଉପରେ ଅପସନ୍ଟି, ତା ଉପରେ ଆପଣ ଏଠି କ୍ଲିକ୍ କରିବେ। ଦେଖିବେ ଏଇଟା ହେଉଛି ସେଇ ଆପ୍ଲିକେସନ୍ଟି, ଏଇ ଜାଗାଟା ଇଙ୍କ ପ୍ୟାଡ୍ ନଟ୍ ପ୍ୟାଡ୍ ଏଇଟା ଆପ୍ଲିକେସନ୍ଟି। ଏଠି ମୋର ଯେହେତୁ ମୁଁ ଏଟାକୁ ଇନଷ୍ଟଲ୍ କରିକି ରଖିଛି, ତେଣୁ ମୋର ଓପେନ୍ ଲେଖା ବାହାରୁଛି। ଆପଣଙ୍କର ଏଠି ଇନଷ୍ଟଲ୍ ଲେଖା ବାହାରିବ, ଆପଣ ତାକୁ ଇନଷ୍ଟଲ୍ କରିଦେବେ। ତାପରେ କ'ଣ କରିବେ, ଆପଣ ସେଇ ଇଙ୍କ ପ୍ୟାଡ୍ ନଟ୍ ପ୍ୟାଡ୍ ଆପ୍ଲିକେସନ୍କୁ ଅନ୍ କରିବେ। କ'ଣ କରିବେ, ଯେଉଁଠି ଥିବ ଆପଣଙ୍କର ଆପ୍ଲିକେସନ୍ ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇ ଭାବରେ ଇଣ୍ଟରଫେସ୍ଟି ଆପଣଙ୍କର ଆସିଯିବ। ଏଇଗୁଡ଼ାକ ମୋର ଲିରିକ୍ସ ସବୁ ଏଠି ମୁଁ ସେଭ୍ କରିକି ରଖିଛି। ଏ ଯେତେ ମୋ ଲିରିକ୍ସ ସେଭ୍ କରିକି ରଖିଛି, କାହିଁକିନା ମୁଁ ଜଣେ ସିଙ୍ଗର ମଧ୍ୟ, ମୁଁ ଷ୍ଟେଜ୍ ପ୍ରୋଗ୍ରାମ୍ କରେ, ତେଣୁ ମୋତେ ଲିରିକ୍ସ ଦରକାର ହୁଏ। ତେଣୁ ମୁଁ କ'ଣ କରିଛି, ସେଇ ଇଙ୍କ ପ୍ୟାଡ୍ ନଟ୍ ପ୍ୟାଡ୍ରେ ମୁଁ ସେଭ୍ କରିକି ରଖିଛି। ତ ଏହିପରି ଭାବରେ ଇଣ୍ଟରଫେସ୍ଟି ଆସିବ। ଯେହେତୁ ମୋର ଏଗୁଡ଼ାକ ଲିରିକ୍ସ ମୋତେ ଏଠି ଆପଣଙ୍କ ଲେଖାଗୁଡ଼ିକ ଦେଖାଯାଉଛି, କିନ୍ତୁ ଆପଣ ଏଠି ଯେହେତୁ ରଖିନଥିବେ, ପ୍ରଥମେ କରିଥିବେ, ତେଣୁ ଏଗୁଡ଼ାକ ଆପଣଙ୍କ ପୁରା ବ୍ଲାଙ୍କ ଦେଖାଯିବ। ତ ଏଠି ସେଭ୍ କରିବେ କେମିତି, କ'ଣ କରିବେ, ପ୍ରଥମେ ଆପଣ ଏଇଠି ଯେଉଁ ତଳେ ଦେଖନ୍ତୁ ଗୋଟେ ଫୋଲ୍ଡର ଚିହ୍ନ ଅଛି, ପ୍ଲସ୍ ତାପରେ ଅଛି ଚିହ୍ନଟି, ସେଇ ଫୋଲ୍ଡର ଉପରେ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣ କ'ଣ କରିବେ, ଏଇଠି ଉପରେ ଯେଉଁ ଦେଖନ୍ତୁ ଟାଇଟେଲ୍ ଲେଖା ଅଛି, ଆପଣ କରିବେ ଟାଇଟେଲ୍ କରିଦେବେ। ଟାଇଟେଲ୍ କିଛି ଗୋଟେ ନାମ ଦେଇଦେବେ, ଯେମିତି ମୁଁ ନାମ ଦେଇଦେଲି ଗୋଟେ ମୋ ହୃଦୟରେ, ତାହେଲେ ଖୋଜିବା ପାଇଁ ସୁବିଧା ହେବ। ଆପଣ ଟାଇଟେଲ୍ ଗୋଟେ ଦେବେ। ତାପରେ କ'ଣ କରିବେ, ଏଠି ତଳେ ଦେଖନ୍ତୁ କଣ୍ଟେଣ୍ଟ ଲେଖା ଅଛି, ସେଇ କଣ୍ଟେଣ୍ଟ ଉପରେ କ୍ଲିକ୍ କରିବେ। ଆପଣଙ୍କର ଗୀତର ଲିରିକ୍ସ ଯେଉଁ ନାମଟି ଆପଣ ନିଜେ ଦେବେ, ଯେଉଁ ନାମଟି ହେଇପାରିବ, ପ୍ରଥମ ଲେଖା ଗୀତର ନାମଟି ସେଠି ଲେଖିବେ। ତାପରେ ଏଠି କଣ୍ଟେଣ୍ଟ ଉପରେ ଏଇଠି ତଳେ ଯେଉଁ କଣ୍ଟେଣ୍ଟ ଅଛି ତା ଉପରେ କ୍ଲିକ୍ କରିବେ। ବର୍ତ୍ତମାନ ଏଇଠି ଆପଣ ଯେଉଁ ଲେଖିଥିବେ ଖାତାରେ, ସେଇ ଲେଖାଟିକୁ ଆପଣଙ୍କୁ ଏଇଠି ଟାଇପ୍ କରିକି ସେଭ୍ କରିବାକୁ ପଡ଼ିବ। ଏମିତି ବହୁତ ଇଜି ସିମ୍ପଲ୍। ଆଜିକାଲି ସମସ୍ତେ ମୋବାଇଲରେ ଓଡ଼ିଆରେ ବି ଟାଇପ୍ କରି ହେଉଛି, ଆପଣ ନିଜେ ଟାଇପ୍ କରିକି ରଖିପାରିବେ। କେମିତି କରିବେ, ଯେମିତି ମୁଁ ଦେଖାଇ ଦେଉଛି। ମୋ ଗୀତର ମୋର ଲିରିକ୍ସଟି ହେଉଛି ମୋ ହୃଦୟରେ ତୁ ଲୁଚି ରହିଛୁ। ଏଠି ଲେଖିବେ ମୋ
এটা দেখନ୍ତୁ ଏମିତି ମୁଁ ଟାଇପ୍ କଲି, ଆପଣ ବି ସେମିତି ଟାଇପ୍ କରିକି ଏଠି ସେଭ୍ କରିବେ। ଯେମିତି ଗୀତଟି ମୋର ଆସିଗଲା ପରେ ଏଇଠି ଦେଖନ୍ତୁ ଏଇଟା ପୁରା ଏମିତି ଆପଣ ପୁରା ଗୀତଟି ଟାଇପ୍ କରି ଟିକେ ସମୟ ଲାଗିବ, କାହିଁକି ନା କିଛି ବି ଜିନିଷ କରିବା ପାଇଁ ଟିକେ ସମୟ ଲାଗେ। ପ୍ରପର ୱେରେ କରିବେ ତାହେଲେ ଆପଣଙ୍କ ଗୀତଟି କରିପାରିବେ ମୋବାଇଲରେ। ତ ଏହିପରି ଭାବରେ ପୁରା ଟାଇପ୍ କରିବାକୁ ଆପଣ ଯେଉଁ ଲେଖିଥିବେ ଖାତାରେ ତାକୁ ଦେଖି ଦେଖି ଏଇଠି ମୋବାଇଲରେ ଆପଣଙ୍କୁ ଟାଇପ୍ କରିକି ସେଭ୍ କରିବାକୁ ପଡ଼ିବ। ହେଲା, ସିମ୍ପଲ୍ ୱେ ଏଇଟା। ଏହିପରି ଭାବରେ ସେଭ୍ କଲେ ହିଁ ଆପଣ ସେ AI ମାଧ୍ୟମରେ ଗୋଟେ ଗୀତ ତିଆରି କରିପାରିବେ। ବର୍ତ୍ତମାନ ହେଇଗଲା, ଆପଣ ଏଠି ନାମ ବି ଦେଇଦେଲେ। ତାପରେ କ'ଣ କରିବେ, ଯେତେବେଳେ ଏଆଇରେ ଆପଣ ଗୀତ ତିଆରି କରିବେ କ'ଣ କରିବେ, ଏଇ ଲେଖାଟିକୁ ବର୍ତ୍ତମାନ ଆପଣ ପୁରା କପି କରି ନେବେ। କପି କରିବା ବହୁତ ସହଜ। ଆପଣ କ'ଣ କରିବେ, କପି କରି ସାରିଲା ପରେ ଏଇଟା କ'ଣ କରିବେ, ଏଠି ଟେପ୍ କରିକି ରଖିବେ। ଟେପ୍ କରିକି ରଖିଲା ପରେ ଏଇଠି ଦେଖନ୍ତୁ କିଛି ଅପସନ୍ ଉପରେ ଆସିଯିବ। ଆପଣ କ'ଣ କରିବେ, ସିଲେକ୍ଟ ଅଲ୍ ଯେଉଁ ଅପସନ୍ଟି ଅଛି ସେଇ ସିଲେକ୍ଟ ଅପସନ୍ ଉପରେ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସେ ସବୁଗୁଡ଼ା ଲିରିକ୍ସ ପୁରା ମାନେ ସିଲେକ୍ଟ ହେଇଗଲା। ତାପରେ ଏଇଠି ଦେଖନ୍ତୁ କପି ଯେଉଁ ଅପସନ୍ଟି ଅଛି ତା ଉପରେ ଆପଣ ଏଠି କପି କରିଦେବେ। ବର୍ତ୍ତମାନ କ'ଣ ହେଲା, ଆପଣଙ୍କର ଲିରିକ୍ସଟି ପୁରା କପି ହେଇଗଲା। ତାପରେ ବର୍ତ୍ତମାନ ଆମେ ଏଇଠୁ ଗୀତ ତିଆରି କରିବା। କେମିତି ତିଆରି କରିବା ମୁଁ କହିଦେଇଛି ଆପଣଙ୍କୁ। ଗୀତ ତିଆରି କରିବା ପାଇଁ ହେଲେ ଆମକୁ ସୁନୋ ଆପ୍ଲିକେସନ୍ SUNO ପ୍ଲେ ଷ୍ଟୋରରେ ପାଇଯିବେ। ସୁନୋ ଆପ୍ଲିକେସନ୍କୁ ଡାଉନଲୋଡ଼ କରିବାକୁ ପଡ଼ିବ। ତାପରେ କ'ଣ କରିବା, ସେଇ ସୁନୋ ଆପ୍ଲିକେସନ୍କୁ ଅନ୍ କରିବେ। ସୁନୋ ଆପ୍ଲିକେସନ୍କୁ ଅନ୍ କଲା ପରେ କ'ଣ କରିବେ, ଆପଣ ଟିକେ ଓପନ୍ କରିବାକୁ ସମୟ ଲାଗେ, ଆପଣ ବି ୱେଟ୍ କରିବେ। 4-5 ସେକେଣ୍ଡ ଲାଗିଲା ପରେ ସେ ଆପଣଙ୍କର ସୁନୋ ଆପ୍ଲିକେସନ୍ଟି ଅନ୍ ହେଇଯିବ। ଦେଖନ୍ତୁ ଏହିପରି ଭାବରେ ଆପଣଙ୍କର ସୁନୋ ଆପ୍ଲିକେସନ୍ଟି ଅନ୍ ହେଇଯିବ। ଅନ୍ ହେଇଗଲା ପରେ କ'ଣ କରିବେ, ଏଇଟା ତଳେ ଦେଖନ୍ତୁ ଯେଉଁ ସଙ୍ଗ ଚିହ୍ନଟି ଅଛି ରେଡ୍ କଲର୍ର, ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ এইଠି ଆମକୁ ସେଇ ଯେଉଁ ସେଭ୍ କଲୁ ଲିରିକ୍ସଟି, ସେଇ ଲିରିକ୍ସଟିକୁ এইଠି পেস্ট କରିବାକୁ ପଡ଼ିବ। କେଉଁଠି ଦେଖନ୍ତୁ ଏଇଠି ଲିରିକ୍ସ ଯେଉଁ ଲେଖା ହେଇଛି, ଏଇ ଲିରିକ୍ସ ଦ୍ୱାରା এইଠି ଆପଣ ଟେପ୍ କରିକି ରଖିବେ। ଟେପ୍ କରି ରଖିଲା ପରେ ପେଷ୍ଟ ଅପସନ୍ଟି ଆସିଯିବ। ଦେଖନ୍ତୁ ଏଇଠି ମୋର ପେଷ୍ଟ ଅଟୋଫିଲ୍ ଦୁଇଟା ଅପସନ୍ ଅଛି। ଆପଣ ପେଷ୍ଟ ଉପରେ এইଠି ଟେପ୍ କରିଦେବେ। ଦେଖନ୍ତୁ ମୋର ସେଇ ଗୀତଟି এইଟା ଦେଖନ୍ତୁ ଆସିଗଲା। ଠିକ୍ ଅଛି, ବର୍ତ୍ତମାନ କ'ଣ କରିବା, এইଠି ଆପଣ ଗୀତର ଷ୍ଟାଇଲ୍ କ'ଣ ଗୀତ ଲେଖିବେ। ଏଇଠି ମୋର ଗୀତ ରହୁଛି ରୋମାଣ୍ଟିକ୍ ଷ୍ଟାଇଲ୍, ମୁଁ ଲେଖିଦେଲି ରୋମାଣ୍ଟିକ୍। এটা ইংলিশে লিখবে, রোমান্টিক লিখবে, হ্যাপি মুড করদেবে HAPPY হ্যাপি। তারপরে যদি মেল ভোকাল থিব তো মেল ভোকাল দেবে, ফিমেল ভোকাল থিব তো ফিমেল ভোকাল লিখবে। এটি মু মেল ভোকাল লিখি দেছি। না মু মেল ভোকাল তো বহুত করিকি আপনাকে দেখাইছি, এটি মু ফিমেল ভোকাল করে দেছি। ফিমেল ভোকাল লিখিদেলি। তারপরে এটি আপনার ইনস্ট্রুমেন্ট যদি দেবার থিব ইনস্ট্রুমেন্ট বি দেইদেবে, যে ইনস্ট্রুমেন্ট দেওয়া কথা, যেমতি অর্গান, পেড, গিটার, এমতি ଦେଇକିରି তারপরে ଆପଣ କ'ଣ କରିବେ, ଏଇଠି ଯେଉଁ AI ଚିହ୍ନଟି ଅଛି ତା ଉପରେ ଆପଣ ଏଠି କ୍ଲିକ୍ କରିଦେବେ। କ୍ଲିକ୍ କଲେ ସେ ଆମକୁ ଗୋଟେ ପ୍ରମ୍ପ୍ଟ ଲେଖିକି ଦେଇଯିବ ସେଇ ଷ୍ଟାଇଲ୍ର ଗୀତର କେମିତି ଷ୍ଟାଇଲ୍ରେ ହେବ। ହେଇଗଲା। ତାପରେ ଏଡ୍ ଏ ସଙ୍ଗ ଟାଇଟଲ୍ ଏଇଠି ଲେଖିଦେବେ। ମୋର ହୃଦୟ ଯେଉଁ ଟାଇଟଲ୍ଟି ଦେବା କଥା ଦେଇଛନ୍ତି ସେଠି ଲେଖିଦେବେ। ମୁଁ ବି ଲେଖିଦେଉଛି ମୋ ହୃଦୟରେ ଲେଖିଦେଲି। ଟାଇଟଲ୍ଟି ଲେଖି ସାରିଲା ପରେ ଆପଣ କ'ଣ କରିବେ, ଏଇଠି ଯେଉଁ କ୍ରିଏଟ୍ ଅଛି ସେଇ କ୍ରିଏଟ୍ ଉପରେ ଆପଣ ଏଠି କ୍ଲିକ୍ କରିଦେବେ। କ୍ରିଏଟ୍ ଉପରେ କ୍ଲିକ୍ କରିଦେଲା ପରେ ଆପଣଙ୍କର କ'ଣ ହେବ, ଦୁଇଟି ଗୀତ ଆମକୁ ସିଏ ସିଲେକ୍ଟ କରିକି ସାଙ୍ଗେ ସାଙ୍ଗେ କ୍ରିଏଟ୍ କରିକି ଦେଇଦେବ। ଆପଣ ଯେଉଁ ଲିରିକ୍ସକୁ ଖାତାରେ ଲେଖିଥିଲେ ସେଇଟାକୁ ହିଁ ଆମେ ଏଠି ଗୀତ ମାଧ୍ୟମରେ ତିଆରି କରୁ। ଦେଖନ୍ତୁ ଏଠି ଦୁଇଟି ଗୀତ ଆସିଗଲା। 4ଟି ଗୀତ ଦେଖେଇଛି, କିନ୍ତୁ ତଳେ ଯେଉଁ ଦୁଇଟା ଏଇଟା ଅପଗ୍ରେଡେଡ୍ ଭର୍ସନରେ, ମାନେ ଏଇଟା ପେଡ୍ ଭର୍ସନରେ ହିଁ ଆସିବ। ଏଗୁଡ଼ାକ ଦରକାର ନାହିଁ। ଆମର ଉପରେ ଯେଉଁ ଦୁଇଟି ଗୀତ ଅଛି ସେଇଟା ଆମର ଫୁଲ୍ ଗୀତଟି, ଆମର ଫୁଲ୍ ଲେଖାର ଫୁଲ୍ ଲିରିକ୍ସର ଗୀତଟି ଏଠି ଆମେ ପାଇଯିବା। ତ କ'ଣ କରିବା ଦେଖନ୍ତୁ, ମୁଁ ଆପଣଙ୍କୁ ଶୁଣେଇ ଦେଉଛି। ଟେପ୍ କରିବି, ଟେପ୍ କଲା ପରେ ତଳେ ଆସିଗଲା। ତଳେ ଆସିଲା ପରେ ଏଠି ଦେଖନ୍ତୁ ଶୁଣନ୍ତୁ ଗୀତଟି ସାଙ୍ଗେ ସାଙ୍ଗେ କରିକି ଶୁଣେଇଲି। ଦେଖନ୍ତୁ ଆପଣଙ୍କର
ଖାତାରେ ଲେଖିଥିବା ଗୀତଟି କେମିତି ମୁଁ ଗୀତ ମାଧ୍ୟମରେ ତିଆରି କଲି। ଫିମେଲ ଭୋକାଲ ଦେଲେ ଫିମେଲ ଭୋକାଲ ସେମିତି ତିଆରି କରିକି ଦେଇଛି। ସେଇ ଦୁଇଟା ଗୀତ ମୁଁ ଆପଣଙ୍କୁ ଶୁଣିକି ଦେଖାଇ ଦେଉଛି। କ'ଣ କରିବେ, ପ୍ରଥମ ଗୀତ ମୁଁ ଟେପ୍ କଲି, ଟେପ୍ କଲା ପରେ ଗୀତଟି ଆସିଗଲା, ତାପରେ ତଳେ ମୁଁ ଟିକେ ଟେପ୍ କଲି, ଦେଖନ୍ତୁ ଏଇଟା ହେଉଛି ସେଇ ଗୀତଟି। ମୁଁ ଫିମେଲ ଭୋକାଲରେ କହିଛି, ଦେଖନ୍ତୁ ସେ ଫିମେଲ ଭୋକାଲ ହିଁ ଦେଇଥିବ। মেল ভোকাল যদি ଦେଇଥାନ୍ତି মেল ଦେଇଥାନ୍ତା, ଫିମେଲ ଦେଇଛି ମାନେ ଫିମେଲ ହିଁ ଦେଲା। ରହିଛୁ ରହିଛୁ ଚାଲନ୍ତୁ ମୁଁ ଗୀତକୁ ଆପଣଙ୍କୁ ଶୁଣିକି ଦେଖାଇ ଦେଉଛି, ଯେଉଁ ଗୀତରେ ଆମେ ବର୍ତ୍ତମାନ ଗୀତଟି ତିଆରି କଲୁ। ମୁଁ ଶୁଣି ଦେଉଛି, ଶୁଣନ୍ତୁ। ଫିମେଲ ଭୋକାଲ ମୁଁ କହିଛି, ସେ ନିହାତି ଫିମେଲ ଭୋକାଲ ହିଁ ଦେଇଥିବ। नीरव रातिरे स्वप्न हेई आसुछु। बहुत सुंदर गीत तैयारी करथिलो। मो मनरे तू गीत हेई बाजुछु। प्रेमर सुरे मोते भिजाउछु। हृदय कहे तो ना दिन देखନ୍ତୁ ଏହିପରି ଭାବରେ ଆପଣ ଆପଣଙ୍କର ଖାତାରେ ଲେଖିଥିବା ଲିରିକ୍ସ ଦ୍ୱାରା ଗୋଟେ ଗୀତ ତିଆରି କରିପାରିବେ। ତ ଆଜି ପାଇଁ ଏତିକି। ପୁଣି ଥରେ ଆପଣଙ୍କ ସହିତ ଅନ୍ୟ ଏକ ଟେକ୍ନିକାଲ ଭିଡ଼ିଓରେ ଦେଖାବ। ନମସ୍କାର, ବନ୍ଦେ ଉତ୍କଳ ଜନନୀ।